କୁଞ୍ଜକିଶୋର ମିଶ୍ର, ବାପାଙ୍କ ନାଁ ଲେଟ୍ ରମାନାଥ ମିଶ୍ର, ଘର ସୋମପୁର ମିଶ୍ର ସାହି। କ'ଣ ମୁଁ ସକାଳୁ ଧାନ କୁଟିବା ପାଇଁ 11ଟା ବେଳେ ଯାଉଥିଲି, ଗଲାବେଳେ ସେ ଛୁଆ ସବୁ ସେଠି କହିଲେ ବାଟ ଟିକେ ଛାଡ଼ିଦେବ ପଳେଇଯାଏ। ହେ ତ ବୁଲିକି ପଳା। ମୁଁ କହିଲି ନାଇଁ ବୁଲିକି କ'ଣ ଯିବି, ତ କାଗଜ ଟିକେ ପଳେଇ ଆସିଲା ବେଳକୁ ମୁଁ ରାସ୍ତା ବାଟ ଦେଇ ବୁଲି ଆସିବି। ଏତିକି କଥାବାର୍ତ୍ତା ଭିତରେ ମୁଁ କହିଲି ଆରେ ହେଇ ତମେ ରାସ୍ତା ମଝିରେ କରୁଛ ପେଟ୍ରୋଲ, ତ ପରିଶ୍ରମ ଚାଲିଛି କି? ନା ଆମେ ଆମର ଆଣିଲୁ ନହେଲେ ମୋର ଠିକ୍ ଅଛି। ମୁଁ କହିଲି ମୋ ରାସ୍ତା କ୍ଲିୟର କରିଦେବି, ପଳେଇଲି। ଗଲା ପରେ ସାଡ଼ୁ ଆସିକିରି ମୁଁ ଘରକୁ ରାସ୍ତା ଗୋଟେ ବୁଲିକି ଆସି ଘରେ ଧାନଟା ଥୋଇକିରି ମୁଁ ସେ ଗୋଟେ ମେକାନିକ୍ ପାଖକୁ ଯାଉଥିଲି ଡାକିବାକୁ, ସେ ଗାଡ଼ିଟା ଟିକେ ଦେଖିବା ପାଇଁ, କାର୍ଟା ଦେଖିବାକୁ ଡାକିବାକୁ ଯାଇଥିଲି। ଆଉ ସେତିକି ସମୟରେ ହଠାତ୍ ଧନୁଆ ବାରିକି ଆମ ପତିପୁର ସେ ସୋମପୁର ବର୍ଡ଼ର ସେଇଠି ଆସିକି ହଠାତ୍ କହିଲା ମା ଘିଆ ଏଠି କ'ଣ କହୁଥିଲୁ କହିକିରି ମୋତେ ହଠାତ୍ ଚାର୍ଜ କରିଦେଲା। ମୁଁ ଗାଡ଼ି ଦେହରୁ ପଡ଼ିଗଲି। ଗାଡ଼ିରେ ପଡ଼ିଗଲା ପରେ ମୋତେ ଗୋଟେ ବାଉଁଶ ଉଠି ମୁଣ୍ଡକୁ ବାଡ଼ାଏ, ମୁଁ ବୁଲିଗଲି, ମୋ ପିଠିରେ ପାହାରଟା ବସିଲା। ତାପରେ ସେଠୁ ମୁଁ କହିଲି ବାଡ଼ଉଛି କ'ଣ ମୁଁ ତୋର କ'ଣ କ୍ଷତି କରୁଛି ବାଡ଼ଉଛି? ନା ମାଗିବା ପାଇଁ ବହୁତ ଖରାପ ଭାଷାରେ ଗାଳି କଲା। କହିଲା ମୁଁ ଗାଡ଼ି ବୁଲାଉଥିଲି, ତୁ ତୋର ପାର୍ଟି କରିଥିଲୁ କାଳୀ ପୂଜା ଦିନ। ମୁଁ କାଳୀ ପୂଜା ତ ମୁଁ ବିଲକୁଲ ଘରେ ନଥିଲି, ତ ରାତି 10ଟା ଫେରିଲା ତ ଦିନ ଖରାବେଳେ କେଉଁଠୁ ତୋ ଗାଡ଼ିଟାକୁ ସାଇଡ୍ କରୁଥିଲୁ ବୁଲାଉଥିଲୁ, ମୁଁ ତୋତେ ମନା କଲି କାହିଁ ଗାଡ଼ିଟା ବୁଲାଉଛୁ ରାସ୍ତାରେ, ତ କିଛି କହିନାହିଁ। ନା ମା ଆଜ୍ଞା ତୋତେ ଛାଡ଼ିବି ନାହିଁ କହିକି ସେ ସେଇଠୁ କ'ଣ କଲା ନା ପୁଣି ସେ ବାଉଁଶ ଗୋଟେ ଯେଉଁ ବାଉଁଶ ବାଡ଼େଇଥିଲା ତାକୁ ଆମେ ଛଡ଼େଇ ନେଇଥିଲି ପିଲା, ପୁଣି ସେଠି ଯାଇ ବାଉଁଶ ଗୋଟେଇକି ଆଣି ସେଠି ମୁଣ୍ଡକୁ ବାଡ଼େଇ ଦେଇ ମୁଁ ହାତ ଦେଖେଇଥିଲି, ହାତ ଦେଲି, ବାଉଁଶଟା ରହିଗଲା। ତାପରେ ମୁଁ ଯେତେବେଳେ ସେ ପୁଣି କଲା ମା ଆଜ୍ଞା ତୋତେ ଛାଡ଼ିବି ନାହିଁ ବାଡ଼େଇଲା, ମୁଁ କ'ଣ କଲି ହାତଟାକୁ ବୁଲେଇକି ଦେଖେଇଥିଲି, କାହିଁକିନା ତଳ ପଟଟା ଯେଉଁ ବାଡ଼େଇଥିଲା ମୁଁ ସେଟା ଖଣ୍ଡିଆ ହେଇଯାଇଥିଲା। ହାତ ବୁଲେଇ ଦେଲି, ସେ ହାତ ଉପରେ ପାହାରଟା ବସିଲା। ତାପରେ ତା ପୂର୍ବରୁ ସେ ମୋ ବେକକୁ ମୁଁ ଯେତେ ଉଠି ଆସିଲି, ପାହାରଟା ଦେଲା ପରେ ଉଠି ଆସିଲି, ତେଣୁ ମୋ ବେକକୁ ଚିପିକି ସେ ପୋଲ ପାଖକୁ ପେଲିଦେଲା। ମୁଁ ମୁହଁ ମାଡ଼ିକି ପଡ଼ିଲି ସେଠି। ହଁ ମୁହଁ ମାଡ଼ି ମୋ ମୁହଁରେ କିଛି ଆଘାତ ହେଇନି, ମୁଁ ସେଠି ସେଭ୍ ହେଇଗଲି। ସେ 2 ଜଣ ଥିଲେ, ସେ ପିଲା ଜଣକ ଧରିଦେଲା। ଆଉ ତାପରେ ତ ଆସିଲା ପରେ ସେ ଖାଲି ମାଗିଆ ବାଡ଼େଇ ବୋଲି କହିଛି 4-6 ଥର ବାଡ଼ି ଦେଇକି ଆସୁଥାଏ। ହଁ ତଥାପି ସେ ବହୁତ ହେଇଗଲା, ବହୁତ ଲୋକ ତାକୁ ଧରି ଟାଣିଲା ପରେ ବହୁତ ଭାଷାରେ ଖରାପ ଭାଷାରେ ଗାଳିଗୁଲୋଜ କରିଥାଏ। ହେଲା ତୁ ବେଶୀ ମାନେ ଏଠି ଦେଖାଉଛୁ ଅମୁକ ସମୁକ, ଆଉ ତୁ ଯିବି ତ ଜେଲ୍ ଯିବି, ଆଉ କ'ଣ ଯଦି ମୋତେ ଆଳିପିଙ୍ଗଳ ପଠେଇବି। ମୁଁ ତାକୁ କିଛି କରୁନଥାଏ, କହିଲା ଆଳିପିଙ୍ଗଳ ମୁଁ ଆସେ ଜେଲରୁ ଆସେ, ତ ଯଦି ପୁରା ସଫା ନ କରିଦେଇଛି ମାନେ ତତେ ପୁରା ସିଧା ସଂସାର ଉଡ଼େଇଦେବି, ମାନେ ମର୍ଡ଼ର କରିଦେବି, ଏ କଥା କହିଲା। ଏତେ କଥା। ତାପରେ ମୁଁ ସେଇଠୁ ଆଇଏସ୍ସିକି ଫୋନ୍ କଲି, ଆଇଏସ୍ସି କହିଲି ମୁଁ କଟକ ଅଛି, ତମ ଥାନାକୁ ଏତଲା ପୋଲିସ ତାର ସବୁ ଡ୍ୟୁଟି ପଡ଼ିଥିଲା, ସବୁ ଡ୍ୟୁଟି ଗଲେ କହିଲେ ଆମେ ଆସିଲା ପରେ ଆମେ ଆକ୍ସନ୍ ନେବୁ। ମେଡ଼ିକାଲ ଗଲି, ମେଡ଼ିକାଲ ଡକ୍ଟର ଦେଖିଲେ, ମୋତେ ହାତ ଏକ୍ସରେ ପାଇଁ କହିଲେ, ଏକ୍ସରେ କରିଛି, କହିଲେ ମାଡ଼ଟା ହେଇଛି କିନ୍ତୁ ହାଡ଼ କିଛି ଫ୍ରାକ୍ଚର ହେଇନି, କିନ୍ତୁ ମାଡ଼ଟା ସିଭିୟର ମାଡ଼ଟା ହେଇଛି, ଯେଉଁଟାକି ହାତଟା ମୋର ଫୁଲିକି ରହିଥିଲା। ଆପଣ 72 ନିୟର 72 71+।